ଶ୍ରୋତା ବନ୍ଧୁମାନଙ୍କୁ ମୋର ବିନମ୍ର ନମସ୍କାର। ଆମେ ମଥୁରା ମଙ୍ଗଳ କାବ୍ୟ ଆଲୋଚନାର ଦ୍ୱିତୀୟ ଭାଗରେ ଶ୍ରୀକୃଷ୍ଣଙ୍କର ମଥୁରା ଗମନ ପ୍ରସଙ୍ଗ, ଏଥିସହିତ ମଥୁରାର ରାଜଦାଣ୍ଡରେ ତାଙ୍କର ଉପସ୍ଥିତି ସମୟରେ ମଥୁରା ନାରୀମାନଙ୍କର ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାର ପ୍ରବଳ ଉତ୍କଣ୍ଠା, କଂସର ରଜକର ପ୍ରାଣନାଶ, କୁବୁଜାର ସୁନ୍ଦରୀ ନାୟିକାରେ ରୂପାନ୍ତରିତ ହେବାର ବର୍ଣ୍ଣନା, ସୁଦାମା ମାଳିଙ୍କ ଦ୍ୱାରା ବିଭିନ୍ନ ଫୁଲରେ ବିମଣ୍ଡିତ ହେବାର ବର୍ଣ୍ଣନା ରହିଥିଲା। ବର୍ତ୍ତମାନ ଆମେ ଏହାର ତୃତୀୟ ଭାଗ ଆରମ୍ଭ କରିବା। ଏଥିରେ ପ୍ରଥମେ ଆମେ ଆଲୋଚନା କରିବା କଂସର ଉପାୟମାନଙ୍କୁ, ଯାହାଦ୍ୱାରା ସେ ଶ୍ରୀକୃଷ୍ଣଙ୍କର ପ୍ରାଣନାଶ କରିବାର ବ୍ୟବସ୍ଥା କରିଛି। ଡକାଇ ଆଣିଛି ଆଜ୍ଞାବହ ମାହୁନ୍ତକୁ, ଯିଏ ହାତୀ ଚଢ଼ାଇ ମାରିଦେବ କୃଷ୍ଣ ବଳରାମଙ୍କୁ। ମାହୁନ୍ତ ରାଜା ଆଜ୍ଞା ପାଳନ ପୂର୍ବକ ହାତୀ ସହ ପହଞ୍ଚିଛି। ଦୁଇ ଭାଇ କୃଷ୍ଣ ଓ ବଳରାମଙ୍କ ନିଧନ ନିମନ୍ତେ। ମାହୁନ୍ତ କଣ୍ଠରେ ଘେନିବି ଦୁଇ ଭାଇଙ୍କ ଜୀବନ, ହସ୍ତି ହସ୍ତରେ କରିବି ନିଧନ, ଏହା କହି ହାତୀକୁ ଟିପି ଦେଇଛି। ହାତୀ ଘୋର ନାଦ କରି ଦୁଇ ଭାଇଙ୍କୁ ମାରିବା ପାଇଁ ପ୍ରବଳ ବେଗରେ ଧାଇଁଛି। ଆଗେ ଧାଇଁଛନ୍ତି ନନ୍ଦ ତନୁଜ, ପଛେ ଗୋଡ଼ାଇଛି ବଳିଷ୍ଠ ଗଜ। ମାୟାଧର ଏହା ଦେଖି ମାୟା କଲେ, ମାୟାରେ ବହୁ ରୂପରେ ରୂପାନ୍ତରିତ ହୋଇଗଲେ। ହାତୀ ବିଚଳିତ ହୋଇଗଲା, ଜାଣିପାରିଲା ନାହିଁ କିଏ ସତକୃଷ୍ଣ କିଏ ମାୟାକୃଷ୍ଣ। ଏତିକିବେଳେ ବଳରାମ ହାତୀର ଲାଞ୍ଜକୁ ଧରି ପକାଇଲେ ଏବଂ ଶ୍ରୀକୃଷ୍ଣ ବଂଶୀରେ ଆଘାତ କରନ୍ତେ ହାତୀର ପ୍ରାଣନାଶ ହେଲା। ଜଗତ ଜୀବନ ରଚିଲେ ମାୟା, ଚଉଦିଗରେ ବିସ୍ତାରିଲେ କାୟା। ଯେଣିକି ଚାହେଁ ବଳିଷ୍ଠ ହାତୀ, ତେଣେ ଦେଖଇବି ଯେ ଶ୍ରୀପତି। କାହାକୁ ଧରିବ କରେ ବିଚାର, ଭୟେ ବୁଲଇ ଚକ୍ରର ଆକାର। ଏହି ଅବକାଶରେ ଶ୍ରୀକୃଷ୍ଣ ତାଙ୍କ ବଂଶୀରେ ଠୁଙ୍କି ଦେଲେ ହସ୍ତୀର ଭାଲପଟକୁ ଏବଂ ତାର ପ୍ରାଣ ନାଶ କଲେ। ବେଣୁ ଠୁଙ୍କିଲେ ହସ୍ତି ଭାଲ ପଟେ, ପ୍ରାଣ ବାହାରିଲା ନୟନ ବାଟେ। ଏହି ବିପଦକୁ ଅତିକ୍ରମ କରି ଶ୍ରୀକୃଷ୍ଣ ବଳରାମ ଅନ୍ୟ ଏକ ପ୍ରବେଶ ଦ୍ୱାରରେ ପହଞ୍ଚିଲା ବେଳକୁ ସେଠାରେ ମଲ୍ଲ ଯୋଦ୍ଧାଙ୍କୁ ଭେଟିଲେ। ଶ୍ରୀକୃଷ୍ଣଙ୍କ ସହିତ ମଲ୍ଲ ଯୋଦ୍ଧାର ପ୍ରବଳ ସଂଗ୍ରାମ ହେଲା। କୃଷ୍ଣ ଚାଣୁର ସମର ଗୁରୁତର, ଥର ଥର ଧରା ହୋଇଲା। କୃଷ୍ଣ ବଳବୀର୍ଯ୍ୟ ଜାଣି ନିଶାଚର, ବିଚାରେ ମରଣ ହୋଇଲା। କାହିଁକି କଲିଟି ରାଜନ ବଚନ, ହରି କୋପାନଳ ଅତି ପ୍ରବଳ। ଦହିବ ମୋ ତୃଣ ଜୀବନ, କାହିଁକି କଲିଟି ରାଜନ ବଚନ। ବାହୁକୁ ବାହୁରେ ଭିଡ଼ା ଭିଡ଼ି, ମୁଣ୍ଡକୁ ମୁଣ୍ଡରେ କୋଡ଼ାକୋଡ଼ି କରନ୍ତେ ନିଶ୍ୱାସ ପବନ ଅଗ୍ନି ପରି ଉତ୍ତପ୍ତ ହେଲା। ଦୀର୍ଘ ସମୟର ସଂଗ୍ରାମ ପରେ ଶ୍ରୀକୃଷ୍ଣ ସେହି ମଲ୍ଲ ଯୋଦ୍ଧାର ପ୍ରାଣନାଶ କଲେ। ଚକ୍ରଗତି କରି
ତାକୁ ଭୂମିରେ କଚାଡ଼ିଲେ ଆଉ ତାର ଜୀବନ ବିଲୀନ ହୋଇଗଲା ଗୋବିନ୍ଦଙ୍କ ଶ୍ରୀଅଙ୍ଗରେ, ଏକଥା ଭକ୍ତଚରଣ ଉଲ୍ଲେଖ କରିଛନ୍ତି। ଏହିପରି ଅନେକ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣ ବଳରାମ ପହଞ୍ଚିଲେ ଧନୁ ଉତ୍ସବ ସ୍ଥାନରେ। ମଞ୍ଚାରେ କଂସ ବସିଥିବାର ଦେଖିଲେ ଶ୍ରୀକୃଷ୍ଣ। କଂସ କ୍ରୋଧରେ ଜର୍ଜରିତ ହୋଇ ସେତେବେଳେ କହୁଛନ୍ତି, ଦେଖି କଂସାସୁର କମ୍ପେ ଥର ହର ବୋଇଲା ଶୁଣରେ ଡଗର, ଯେତେକ ନନ୍ଦ ଯଶୋଦା ଦେବକୀ ବସୁଦେବ ବହନ ବସାଅ ଶୂଳୀର, ଯେତେକ ଯାଦବ ବଂଶ ନାଶ କର, ରାମକୃଷ୍ଣ ବେନି ଭାଇଙ୍କି ସ୍ୱହସ୍ତେ ମୁହିଁ ପେଶିବି ଯମପୁର, ଯେତେକ ଯାଦବ ବଂଶ ନାଶ କର। ଏକଥା ଶୁଣି ଶ୍ରୀକୃଷ୍ଣ ଧାଇଁଗଲେ କଂସର ମଞ୍ଚା ଆଡ଼କୁ। କ୍ରୋଧାନ୍ୱିତ ହୋଇ କଂସର କେଶ ଧରି ପକାନ୍ତେ କଂସ କୃଷ୍ଣଙ୍କୁ ଚାହିଁ ସହସା ପ୍ରାଣତ୍ୟାଗ କଲା। ଧାଇଁ ପୀତବାସ ବାମ କରେ କେଶ, ଧଇଲେ ହୋଇ କୋପ ମୂର୍ତ୍ତି, ଦଇତା ଦଇତାରି ମୁଖ ନାଇଁ, ଜୀବନ ଛାଡ଼ିଲା ତଡ଼ତି, ନିର୍ବାଣ ମୁକତି ପଥରେ ଦିଶିଲା, ଅଶେଷ ଜନ୍ମର କଳୁଷ ଯେତେକ, ଗୋବିନ୍ଦ ଦର୍ଶନେ ନାସିଲା, ନିର୍ବାଣ ମୁକତି ପଥରେ ଦିଶିଲା। କଂସର ମରଣ ଦେଖି ଅନ୍ୟ ରାଜାମାନେ ଭୟରେ ପଳାଇଲେ। କଂସର ରାଣୀମାନେ ବିକଳ ହୋଇ କ୍ରନ୍ଦନ କରିବାକୁ ଲାଗିଲେ। କରୁଣ ରସର ପ୍ଲାବନରେ ପ୍ଲାବିତ ହୋଇଗଲା ସେହି ବାତାବରଣ। ମଥୁରା କଟକରେ ଅନ୍ଧକାର ଘୋଟିଗଲା ପରି ବୋଧ ହେଲା। ହାୟ ପ୍ରାଣେଶ୍ୱର, ହାୟ ପ୍ରାଣନାଥ ବୋଲି ମୁଣ୍ଡ କୋଡ଼ି ଭୂମିରେ ଲୋଟିଲେ ରାଣୀମାନେ। ନାରୀମାନଙ୍କ ବିକଳ କ୍ରନ୍ଦନ ଶୁଣି ଶ୍ରୀକୃଷ୍ଣ କାନ୍ଦ କାନ୍ଦ ହୋଇ ସମବେଦନା ଜ୍ଞାପନ କଲାପରି କହିଲେ, ନାରୀମାନଙ୍କ ବିକଳ ଶୁଣି ମାୟା ସାଗର ମୁରଲି ପାଣି, କାନ୍ଦିଲା ପରାଏ ମାଇଙ୍କର ମଧ୍ୟେ, ହେଲେ ବ୍ରଜ ଶିରୋମଣି ସେ ଗୋବିନ୍ଦ, ତୁମ୍ଭମାନଙ୍କର କିସ ଗଲା, ବୀରବର ମାମୁଁ ମୋର ମଲା, କାହିଁ ପଶିବି ପଳାଇବି ମୋତେ, ଦିଗ ଅନ୍ଧକାର ଯେ ଦିଶିଲା ହେ ଦଇବ। ମାମୁଁଙ୍କ ବିୟୋଗରେ ମାମୁଁ ଛେଉଣ୍ଡ ହେଲି ବୋଲି କହି ବହୁ ବିକଳ ହେଲେ ଶ୍ରୀକୃଷ୍ଣ। ସମସ୍ତେ ଶ୍ରୀକୃଷ୍ଣଙ୍କର ଦୁଃଖ ଦେଖି ଦୁଃଖିତ ହେଲେ। ଏହାପରେ ଶ୍ରୀକୃଷ୍ଣ ପ୍ରକୃତିସ୍ଥ ହେଲେ। ଉଗ୍ରସେନକୁ ରାଜା କରାଇଲେ ମଥୁରାପୁରରେ। ମାତା ପିତାଙ୍କୁ ବନ୍ଧନରୁ ମୁକ୍ତ କଲେ। ନନ୍ଦ ଯଶୋଦାଙ୍କୁ ଗୋପପୁରକୁ ସସମ୍ମାନେ ବିଦାୟ ଦେଇ ରହିଲେ ମଥୁରା ନଗରରେ। କେତେକାଳ ବିତିଗଲା ଏହିପରି ଭାବରେ। ମନେ ପଡ଼ିଲା ଦିନେ ଗୋପୀମାନଙ୍କ କଥା। ସ୍ମୃତିପଟରେ ଭାସି ଉଠିଲା ରୂପ ତାଙ୍କର। ଶୁଭିଲା କାନରେ ସେମାନଙ୍କର ସୁମଧୁର କଣ୍ଠସ୍ୱର। ବିବ୍ରତ ହେଲା ଚିତ୍ତବୃତ୍ତି, ବ୍ୟଥିତ ହେଲା ମନର ଇଲାକା।
ସ୍ୱପ୍ନରେ ଦିଶିଲା ଗୋପ ବୃନ୍ଦାବନର ମନମୋହିନୀ ଚିତ୍ର। ପୁଣି ଦିଶିଲେ ମାତା ଯଶୋଦା। ଲାଗିଲା ସତେ ଯେମିତି କୁଙ୍କୁମ ଲେପି ଦେଉଛନ୍ତି ମା ଶ୍ରୀକୃଷ୍ଣଙ୍କ ଅଙ୍ଗରେ। ପୁଣି ଦିଶିଲା କୁଞ୍ଜବନର ମନମୁଗ୍ଧକର ବାସନ୍ତୀ ବିଳାସ। ରାଧା ପ୍ରେମର ଲଳିତ ଲୀଳା ବିଚଳିତ କଲା ଶ୍ରୀକୃଷ୍ଣଙ୍କର ମନର ଭୂମିକୁ। ସ୍ୱପ୍ନରେ ଚମକି ଉଠି ସେ ସ୍ଥିର କଲେ ଉଦ୍ଧବଙ୍କୁ ପଠାଇବେ ଗୋପପୁରକୁ। ବିଚାରନ୍ତି କେମନ୍ତେ ପାହିବ ବିଭାବରୀ, ପେଶିବି ଉଦ୍ଧବ କାଲି ଯିବ ଗୋପପୁରୀ। ନନ୍ଦ ଯଶୋଦାଙ୍କ ଭଲ ମନ୍ଦ ବୁଝି ଆସୁ, ମୋ ବାରତା କହି ଗୋପୀଙ୍କର ଦୁଃଖ ନାଶୁ। ସେମାନେ ମୋହର ପ୍ରାଣ ମୋହି ତାଙ୍କ ଧନ, ମୋର ବିଚ୍ଛେଦରେ କେହ୍ନେ ବଞ୍ଚୁଥିବେ ଦିନ। ଉଦ୍ଧବ ଗମନ କଲେ ଗୋପପୁରକୁ ଶ୍ରୀକୃଷ୍ଣଙ୍କର ବାର୍ତ୍ତା ନେଇ। ବିଳାପ କରୁଥିବା ଯଶୋଦା ମାତାଙ୍କୁ ଅନେକ ପ୍ରବୋଧନ ଦେଲେ। ଆଶ୍ୱାସନା ଦେଇ କହିଲେ ଯେ ଶ୍ରୀକୃଷ୍ଣ ନିଶ୍ଚୟ ଆସିବେ ଗୋପନଗରକୁ। ସେ ତ ସର୍ବତ୍ର ବିରାଜିତ। ଜଳ ସ୍ଥଳ ଆକାଶ ବତାସ ସବୁ ତାଙ୍କର ଲୀଳାକ୍ଷେତ୍ର। ସେ ସବୁ କିଛି କରିପାରନ୍ତି, ସବୁ କିଛି ଜାଣିପାରନ୍ତି। ସେ ଅନ୍ତର୍ଯ୍ୟାମୀ, ସେ ସର୍ବଶକ୍ତିମାନ। ସେ ମାରିପାରନ୍ତି ପୁଣି ତାରିପାରନ୍ତି। ଏହିପରି କହି ମାତା ଯଶୋଦାଙ୍କୁ କେତେ ବୁଝାଇଲେ ଉଦ୍ଧବ। ତଥାପି ଯଶୋଦାଙ୍କ ମନ ବୁଝିଲା ନାହିଁ। ବିକଳ ହୋଇ ସେ କହିଲେ, ସତେ କି ଦଇବ ଥରେ ଭେଟାଇବ ମୁଁ ଦୁଃଖୀ ନାରୀକି। ସୁନା ପରା କରି କଣ୍ଠେ ବାନ୍ଧିଥିବି ମୁରଲି ଧାରିକି। କହ ହେ ଉଦ୍ଧବ ସତେ କି ମାଧବ ଆସିବେ ମୋହର। ଏତେ କହି ବାଳି ମହିରେ ପଡ଼ିଲା ବିଚ୍ଛେଦ ସ୍ଥାବର। ଗୋପୀମାନେ କିନ୍ତୁ ଉଦ୍ଧବଙ୍କୁ ଦେଖି ହତଜ୍ଞାନ ହୋଇଗଲେ। ସେମାନେ ଭାବିଲେ ଶ୍ରୀକୃଷ୍ଣ ସ୍ୱୟଂ ଫେରିଛନ୍ତି ବୋଲି। ମାତ୍ର ଉଦ୍ଧବ ଯେ ଆସିଛନ୍ତି ଦୂତ ଭାବରେ ଏକଥା ଦେଖିଲା ପରେ ମର୍ମାହତ ହେଲେ। ସେହି ଚିତ୍ର ଭକ୍ତଚରଣଙ୍କ ଲେଖନୀରେ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି। ଏଥୁ ଅନନ୍ତରେ ଗୋପୀ ଦେଖିଲେ ଉଦ୍ଧବ, ଚିହ୍ନିଲେ ନୁହନ୍ତି ପ୍ରାଣ ଈଶ୍ୱର ମାଧବ। ବୁଡ଼ିଲେ ଦୁଃଖର ସରେ ହରାଇଲେ ଜ୍ଞାନ, ଅମାବାସ୍ୟା ନିଶି ଦେଖି ଚକୋର ଯେ ସନ। କେବଳ ଇ ଦେଖ ସଖୀ କର୍ମର ଭବିଷ୍ୟ, ପିୟୁଷ ବିଚାରିଥିଲୁ ବଦଳିଲା ବିଷ। ଜଣ ଜଣ କରି ଗୋପୀ ନିଜ ନିଜର ବିରହ ବ୍ୟଥାକୁ ବଖାଣିଲେ। ଭକ୍ତଚରଣ ସେହି ମର୍ମନ୍ତୁଦ ବିରହ ବେଦନାକୁ ମର୍ମସ୍ପର୍ଶୀ ଭାବରେ ବର୍ଣ୍ଣନା କରିଛନ୍ତି। ଶ୍ରୀକୃଷ୍ଣଙ୍କୁ କେଉଁ ଗୋପୀ ମୃଗ ତୃଷ୍ଣାର ପ୍ରତୀକର, କିଏ ଗଜ କଇଥ ଗିଳିବା ନ୍ୟାୟର ପ୍ରତୀକର, କିଏ ଘିଅକୁ ଜଳନ୍ତା ଅଗ୍ନିରେ ପକାଇବା ନ୍ୟାୟର ପ୍ରତୀକରେ ପ୍ରତୀକିତ କରିଛନ୍ତି। ଗୋପୀମାନଙ୍କର ବିକଳ ଦେଖି ଉଦ୍ଧବଙ୍କର ଭାବାନ୍ତର ଜାତ ହେଲା। ସେ ବୁଝାଇଲେ ଗୋପୀମାନଙ୍କୁ ଜ୍ଞାନମାର୍ଗର ତତ୍ତ୍ୱ। ତାଙ୍କ ଚାରିପଟରେ ବସିଲେ ଗୋପୀମାନେ। କମଳା, ବିମଳା, ସୁଲକ୍ଷଣୀ, ଅଶୋକ ମାଳିକା, ସୁମେଧା, ଲବଙ୍ଗଲତିକା, ଚମ୍ପା, ମାଧବୀ, ପଦ୍ମା ମଞ୍ଜୁଳା, ନିରଦକେଶୀ, ତାରକା, ବକୁଳା, ଜାତିମାଳ, ଶତାବରୀ ପ୍ରଭୃତି ଗୋପୀମାନଙ୍କ ଆଗରେ ଜ୍ଞାନମିଶ୍ରା ଭକ୍ତି ତତ୍ତ୍ୱକୁ ଅବତାରଣା କଲେ ଉଦ୍ଧବ। ଉଦ୍ଧବ କହିଲେ ଶ୍ରୀକୃଷ୍ଣ ସମସ୍ତଙ୍କର। ସେ ଗୋଟିଏ ସ୍ଥାନରେ ନଥାନ୍ତି, ସବୁ ସ୍ଥାନରେ ଥାନ୍ତି। ପ୍ରତି ଘଟରେ ସେ ବିଦ୍ୟମାନ। ତାଙ୍କୁ ଧ୍ୟାନରେ ଦେଖିହେବ, ଜ୍ଞାନରେ ପ୍ରାପ୍ତ କରିହେବ। ଷଡ଼ଚକ୍ର ଭେଦ କଲେ ତାଙ୍କୁ ଦର୍ଶନ ପାଇବ।
ଷଡ଼ଚକ୍ର ଭେଦିଲେ ପାଇବ, ଚକ୍ଷୁ ବୁଜି ହୃଦରେ ଚାହିଁବ। ଉଦ୍ଧବଙ୍କର ଏହି ତତ୍ତ୍ୱ ଶୁଣି ଗୋପୀମାନେ ଅସନ୍ତୋଷ ପ୍ରକାଶ କଲେ। ସେମାନେ ହେଉଛନ୍ତି ପ୍ରେମ ଭକ୍ତିର ପୂଜାରିଣୀ। ଜ୍ଞାନ ଭକ୍ତି ତାଙ୍କ ପାଇଁ ଅଲୋଡ଼ା, ଅଦରକାରୀ। ଉଦ୍ଧବ ବଚନ ଶୁଣି ବୋଲନ୍ତି ଗୋପରମଣି, ଏ ଯେଉଁ ଜ୍ଞାନକୁ ବୁଝାଇଲ, କ୍ଷୀର ଭାଣ୍ଡେ ଦଧି ଦେଲେ ନାଶ ଯାଇ ସେହୁ ଭଲେ, ଯେ ଜ୍ଞାନ କଥା କିମ୍ପା କହିଲ ହେ ହରିଦୂତ। ଗୋପୀମାନେ କହିଲେ ଯେ ବ୍ରହ୍ମଜ୍ଞାନ ଆମେ ଜାଣୁନାହିଁ। ଆମେ ଜାଣୁ ଆମର ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କୁ ସଗୁଣରେ, ଆମେ ତାଙ୍କୁ ପାଇବାକୁ ଚାହୁଁ ସ୍ୱରୂପରେ। ଆମର ନିର୍ଗୁଣ ଭକ୍ତି କାମ୍ୟ ନୁହେଁ, ଆମେ ସଗୁଣ ଭକ୍ତିରେ ବିଶ୍ୱାସ କରୁ। ଏକଥା କହି ସେମାନେ ଧୂଳିରେ ଲୋଟିଗଲେ। ହା କୃଷ୍ଣ କହି ବିଳାପ କଲେ। କେତେ ଉପମା ଦେଇଛନ୍ତି ଭକ୍ତଚରଣ ସେମାନଙ୍କର ମନୋଭାବକୁ ଉପସ୍ଥାପନା କରିବା ନିମନ୍ତେ। ଅନଳରେ ତୃଣ ପକାଇବାର ଚିତ୍ର ପ୍ରଦାନ କରିଛନ୍ତି ଭକ୍ତଚରଣ। ଗୋପୀମାନେ କେତେ ବର୍ଣ୍ଣନା କରିଛନ୍ତି ତାଙ୍କ ବ୍ୟଥାର। କିଏ ରାସଲୀଳାର ମାଧୁରିମା ବର୍ଣ୍ଣନା କରିଛନ୍ତି, ତ କିଏ କଦମ୍ବ ମୂଳକୁ ଦେଖାଇ ପୂର୍ବ ସ୍ମୃତି ଚାରଣ କରିଛନ୍ତି। ଯମୁନାରେ ଜଳକେଳି ପ୍ରସଙ୍ଗ ଆଉ କେଉଁ ଗୋପୀ ବର୍ଣ୍ଣନା କରିଛନ୍ତି। ଭଦ୍ରା, ଲୋପାମୁଦ୍ରା ପ୍ରଭୃତି ଗୋପୀମାନେ ନିଜ ନିଜର ଆତ୍ମସମର୍ପଣର କଥା ବର୍ଣ୍ଣନା କରିଛନ୍ତି। କିଏ କହିଲା ଯେ ଆମେ ତାଙ୍କୁ ସୁଧାବୃକ୍ଷ ବୋଲି ଭାବିଥିଲୁ, ମାତ୍ର ତହିଁରେ ବିଷ ଫଳ ଫଳିବ ଏକଥା ଜାଣିନଥିଲୁ। କାହାକୁ କହିବା, କିଏ ବା ଶୁଣିବ, କିଏ ବୁଝିବ ମନର ବେଦନା। କେବଳ କର୍ମକୁ ନିନ୍ଦିବା ସାର ହେବ ସିନା। କର୍ମକୁ ବୋଲିବା ସିନା ମନ୍ଦ, ନୋହିଲେ କି ତେଜନ୍ତେ ଗୋବିନ୍ଦ। ଗୋକୁଳ ରକ୍ଷଣ ପ୍ରସଙ୍ଗ, କାଳେନ୍ଦୀରୁ ପଦ୍ମତୋଳା ପ୍ରସଙ୍ଗ, ଗିରି ଗୋବର୍ଦ୍ଧନ ଧାରଣ ପ୍ରସଙ୍ଗ, ଇନ୍ଦ୍ର ଗର୍ବ ଗଞ୍ଜନ ପ୍ରସଙ୍ଗର ବର୍ଣ୍ଣନାରେ ଶତମୁଖ ବ୍ରଜନାରୀମାନଙ୍କର ଭାବରେ ଅଭିଭୂତ ହୋଇଛନ୍ତି ହରିଦୂତ ଉଦ୍ଧବ। ଏହାପରେ ଶ୍ରୀକୃଷ୍ଣ ଦେଇଥିବା ପତ୍ର କଥା ଉଦ୍ଧବ ଗୋପୀମାନଙ୍କୁ କହିଛନ୍ତି। ଗୋପୀମାନେ ଉତ୍କଣ୍ଠିତ ଚିତ୍ତରେ ଉତ୍କର୍ଣ୍ଣ ହୋଇ ଶୁଣିବାକୁ ଅପେକ୍ଷା କରିଛନ୍ତି ସେହି ପତ୍ରରେ ଲେଖାଥିବା କଥାକୁ। ଶ୍ରୀକୃଷ୍ଣ ବ୍ରଜନାଗରୀ ମଣ୍ଡନା ରାଧାଙ୍କୁ ଲେଖିଛନ୍ତି ଏବଂ ସେଥିରେ ଲେଖା ହୋଇଛି ଯେ ସେ ଶୀଘ୍ର ଫେରି ଆସିବେ ଗୋପପୁରକୁ। ଲେଖିଅଛନ୍ତି ବ୍ରଜପୁର ମଣ୍ଡନ ବ୍ରଜନାଗରୀ ରାଧାଙ୍କୁ, ଆରେ ପ୍ରାଣେଶ୍ୱରୀ ଯିବି ମୋହି ଫେରି, ଶୀଘ୍ର ତୋହରି ଭେଟକୁ ରେ କାନ୍ତା। ମନେ ନ କରିବୁ କିଛି ଚିନ୍ତାରେ କାନ୍ତା, ତୋହ ବିନେ କାମ ବଳବନ୍ତାରେ କାନ୍ତା। ମୋହଠାରେ ସାଧିଛି ଅହନ୍ତାରେ କାନ୍ତା। ନିରଜନୟନୀ ଦ୍ୱିରଦଗମନି ହାଟକବରନି ବାଳା, କୋକିଳ ବଚନି ସୁଝିନ ବସନି, ରସବତୀ ପ୍ରେମଶୀଳାରେ ସଖୀ। ମୋ ବିଷୟ ମନେ ଥିବୁ ରଖିରେ
सखी मोहराणटी नहिबु दुखी रे सखी। से चिटाउरे जन जन करी समस्त गोपी नाम लिखिछन्ति गोपीनाथ। समस्त को आश्वासना देइछन्ति केही दुख न करिबाकू चिंता न करिबाकू बारंबार अनुरोध करिछन्ति। केते दिन नंद मंदिर रे रहिला परे उद्धव मथुरा को जिबाकू प्रस्तुत होइछन्ति। ब्रज नारी माने एहा जानी तांक हस्तरे श्रीकृष्ण निकट को पत्रटीए प्रेरण करने निष्पत्ति करिछन्ति। जड़े गोपी पत्र लिखिबाकू आरंभ करिछि। प्रथमे गोपीनाथ चरणे शरण बोली से लिखिछि। समस्तଙ୍କ दुख कहानी एथिरे उपस्थापित होइछि। एणिकी थरे बीजे कर एथिकी छामुरे तुमर बसी शुणाइबु दुख रत्नाकर पोथिकी। एणिकी थरे बीजे कर एथिकी कृष्ण हे न जाऊ जमुना जलकू जेबे जाऊ तेबे नेत्र बुझी थाऊ न चाहू कदम्ब मूलकू। कृष्ण हे न जाऊ जमुना कूलकू। अभिमान रे जर्जरित होई केते कण लिखिछन्ति गोपी माने। लिखिछन्ति नाहांती कि से देशरे षड़ ऋतु चंद्र कोकिल नाहांती कि मदन नाहांती कि से देशरे इत्यादि इत्यादि मनर सबु अवसाद अवशोष लेखि मुद देइछन्ति पत्रकू। एतक लेखि नबनीर जाखी जे कौतुक करी मुदिले कुसुम मंडी भितरे थोइबाला कि मनरे विचारिले तापरे उरग गोटी लिहिले पुणी अंजना नंदन चंद्रचूड़ तथि पारु से बसाइले तापरे उरग गोटी लिहिले। एही पत्र आनी प्रत्यावर्तन करछन्ते उद्धव मथुरापुर को पहुँची श्रीकृष्ण को प्रणाम करते श्रीकृष्ण गोपपुरर संवाद पचारिछन्ति। नंद जशोदांक सहित गोपीमानकर कुशल जिज्ञासा करिछन्ति। गोपीमानकर हृदयर गभीर भाव को प्रकाश करने जाई उद्धव भाव विभोर हो जाइछन्ति। गोपीमानंको असीम कृतज्ञता जणाइछन्ति। कहिछन्ति उद्धव एबे ही कृपा कर आज्ञा दिय गिरिधर फेरी जीवी सेही वृंदावन हे दीन बंधु गोपींक संगरे बंचुथिबी एथि रही कि सुख भुंजीबी हे दीन बंधु करुथिबी तांक कर्म साधुथिबी तांक धर्म बंचुथिबी तांकरी पराये हेउथिबी तांक बेश करुथिबी ब्रजे बास करुथिबी तव रूप ध्याये हे दीन बंधु कृष्ण बोली गाउथिबी मुखे
ଥିବି ସଦା ସେ ଗୋପୀଙ୍କ ପାଖେ ହେ ଦୀନ ବନ୍ଧୁ। କୃଷ୍ଣ ବୋଲି ଗାଉଥିବି ମୁଖେ। ମଥୁରା ମଙ୍ଗଳ କାବ୍ୟରେ ଶେଷରେ ଏତିକି କୁହାଯାଇପାରିବ ଯେ ଜ୍ଞାନ ମିଶ୍ରା ଭକ୍ତି ଠାରୁ ପ୍ରେମ ମିଶ୍ରା ଭକ୍ତି ଉଚ୍ଚ ସ୍ଥାନର ଅଧିକାରୀ ହୋଇଛି। ଉଭୟ ପ୍ରକାର ଭକ୍ତିର ବିସ୍ତୃତ ପ୍ରସ୍ତାବନା ଥିଲେ ମଧ୍ୟ ପ୍ରେମ ମିଶ୍ରା ଭକ୍ତିର ବିଜୟ ବୈଜୟନ୍ତୀ ଉଡ଼ିଛି ମଥୁରା ମଙ୍ଗଳ କାବ୍ୟରେ। କାବ୍ୟର ଶେଷରେ ବୈଷ୍ଣବ କବି ଭକ୍ତଚରଣ ଜୀବନର ବାସ୍ତବତାର ଆଲେଖ୍ୟ ଅଙ୍କନ କରିଛନ୍ତି। କେହି ଏ ପୃଥିବୀରେ ରହିବେ ନାହିଁ, ସମସ୍ତଙ୍କୁ ଦିନେ ନା ଦିନେ ଯିବାକୁ ପଡ଼ିବ ବୋଲି ଭକ୍ତଚରଣ କହିବା ସହିତ ସାଧୁ ସଙ୍ଗର ମହତ୍ତ୍ୱକୁ ବର୍ଣ୍ଣନା କରିଛନ୍ତି। ରାଧା ଗୋବିନ୍ଦଙ୍କ ପାଦରେ ଧ୍ୟାନ ରଖିବାକୁ ବାରମ୍ବାର ଆକୁଳ ଆବେଦନ କରିଛନ୍ତି ସମସ୍ତଙ୍କୁ। ଏହା ଛାଡ଼ି ସୁଜାଣ ସର୍ବମାନ କର ରାଧା ଗୋବିନ୍ଦଙ୍କୁ ଧ୍ୟାନ ହେ। ସାଧୁସଙ୍ଗ ଅତ୍ୟନ୍ତ ଆନନ୍ଦଦାୟକ। ଚନ୍ଦନଠୁ ଆହୁରି ଶୀତଳ, ଚନ୍ଦ୍ରମାଠୁ ଆହୁରି ପବିତ୍ର ଓ ସ୍ନିଗ୍ଧ। ସେହି ସାଧୁସଙ୍ଗର ଜୟ ଜୟକାର କରି ଭକ୍ତଚରଣଙ୍କୁ ଶତ ଶତ ପ୍ରଣାମ ଜଣାଇ ଆମର ଆଲୋଚନାକୁ ଏଇଠାରେ ସମାପ୍ତ କରିବା। ସମସ୍ତଙ୍କୁ ମୋର ପୁନର୍ବାର ବିନମ୍ର ନମସ୍କାର।